ନାନୀ ମୁଁ କ'ଣ ପିନ୍ଧିଛି ନାନୀ? କାନ୍ଧରେ କ'ଣ ପକେଇଛି? କାନ୍ଧରେ ଧଳା ଟାବାଲ ଟାୱାଲ। ଠିକ୍ ଅଛି। ହାତରେ କ'ଣ ଧରିଛି ନାନୀ? ବାଇବେଲ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କେଉଁ ଡ୍ରେସ୍ ପିନ୍ଧିଛି ନାନୀ? ଧଳା ଡ୍ରେସ୍। ଦିନେ ମୋ ନାନୀଙ୍କ ଚକ୍ଷୁ ଦେଖାଯାଉଥିଲା। ଅଚାନକ ତାର ଚକ୍ଷୁକୁ ପ୍ରଭୁ କିଛି ଦିନ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି। ଦିନେ ପ୍ରଭୁଙ୍କର ଦାସ ଆସି ପ୍ରାର୍ଥନା କରିଥିଲେ ଏବଂ ସେହି ଦାସଙ୍କ ପ୍ରାର୍ଥନା ପ୍ରଭୁ ଶୁଣିଲେ। ପୁନର୍ବାର ସେହି ଦାସ ଆସି ଏହି ଗୃହରେ ପ୍ରାର୍ଥନା କଲେ ଏବଂ ସେହି ନାନୀଙ୍କୁ ବା ମାଆଙ୍କୁ ସେ ପଚାରିଲେ ଯେ ମୁଁ କ'ଣ ପିନ୍ଧିଛି ମୋ ଶରୀର ମଧ୍ୟରେ, କ'ଣ ଆବରଣ କରିଅଛି? ସେହି ସମୟରେ ମା କିଛି କିଛି ସଠିକ୍ ଉତ୍ତର ଯୀଶୁଙ୍କ ନାମରେ ସେ ଦେଇଛନ୍ତି ଏବଂ ପ୍ରଭୁଙ୍କର ଗୌରବ ସକାଶେ ଏହା ପ୍ରକାଶିତ ହୋଇଅଛି। ଜଣେ ଅନ୍ଧ ବ୍ୟକ୍ତି ମଧ୍ୟ ଯୀଶୁଙ୍କ ନାମରେ ସେ ସୁସ୍ଥ ହୁଅନ୍ତି, ଚକ୍ଷୁ ପ୍ରଦାନ ପାଆନ୍ତି ଏବଂ ଦୃଷ୍ଟିଶକ୍ତି ପାଆନ୍ତି। ତେଣୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ହିଁ ନିର୍ଭର ଭରସା ରଖିବା ଆମମାନଙ୍କର କର୍ତ୍ତବ୍ୟ। କୌଣସି ମେଡ଼ିକାଲ, କୌଣସି ଡକ୍ଟର ଏହି ନାନୀଙ୍କୁ ଯେ ଏହା ହେଇପାରିବ ନାହିଁ, ଦେଖିପାରିବ ନାହିଁ, କିନ୍ତୁ ଯୀଶୁ ତାହାଙ୍କୁ ସ୍ପର୍ଶ କରିଛନ୍ତି, ସେ କିଛି ଦେଖିପାରୁଛନ୍ତି। ବର୍ତ୍ତମାନ ଆଜି ମଧ୍ୟ ତାହାଙ୍କ ନିମନ୍ତେ ମଣ୍ଡଳୀ ପ୍ରାର୍ଥନା କରୁଛନ୍ତି, ଅନେକ ବିଶ୍ୱାସୀମାନେ ପ୍ରାର୍ଥନା କରୁଛନ୍ତି, ଆଉ ଆଜି ମଧ୍ୟ ତାଙ୍କ ଦାସ ପ୍ରାର୍ଥନା କରୁଛି। ପ୍ରଭୁ, ତୁମ ନାମରେ ମୁଁ ଗୌରବ କରେ, ପ୍ରଭୁ ପ୍ରଶଂସା କରେ। ପ୍ରଭୁ, ଏଇ ଜୀବନ୍ତ ବାକ୍ୟ ପ୍ରଭୁ ମୋ ନାନୀଙ୍କ ମସ୍ତକରେ ଧରିଅଛି, କାରଣ ତୁମେ ଦୃଶ୍ୟ ଅଦୃଶ୍ୟ ପରମେଶ୍ୱର ତୁମେ ଅଟ। ତୁମର ବାକ୍ୟ ଅନୁସାରେ ପ୍ରଭୁ ଅନେକ ରୋଗୀମାନେ ସୁସ୍ଥ ହୁଅନ୍ତି, ଆଉ ତୁମେ ବାକ୍ୟ ପଠାଇ ପ୍ରଭୁ ରୋଗୀମାନଙ୍କୁ ମଧ୍ୟ ସୁସ୍ଥ କରନ୍ତି ଏବଂ ତୁମର ପ୍ରିୟ ଦାସମାନଙ୍କୁ, ତୁମର ଶିଷ୍ୟମାନଙ୍କୁ, ପ୍ରେରିତମାନଙ୍କୁ ତୁମ୍ଭେ ଯେଉଁ ଦାନ ସ୍ୱର୍ଗରୁ ଆହ୍ୱାନ କରି ଆଣିଥିଲ, ସେହି ସମସ୍ତ ଦାନ ପ୍ରଭୁ ତୁମ୍ଭେ ଆପଣା ଶିଷ୍ୟମାନଙ୍କୁ, ପ୍ରେରିତମାନଙ୍କୁ ତୁମେ ବିତରଣ କରିଅଛ। ପ୍ରଭୁ, ମୁଁ ଜଣେ ପାପୀ ମନୁଷ୍ୟ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଛି। ପ୍ରଭୁ, ମୋ ନାନୀଙ୍କ ନିମନ୍ତେ ପ୍ରାର୍ଥନା କରୁଛି। ତୁମେ ସତ୍ୟ ଯୀଶୁ ଖ୍ରୀଷ୍ଟ, ତୁମେ ଆମମାନଙ୍କ ନିମନ୍ତେ ମୃତ୍ୟୁବରଣ କଲ, ରକ୍ତ ମାଂସ ବିଖଣ୍ଡ କରି କାଲବରୀ ପାହାଡ଼ରେ ମୃତ୍ୟୁ ହୋଇଅଛ ଏବଂ ପ୍ରଭୁ ସମାଧି ଦିଆଗଲା। ସମାଧି ମଧ୍ୟ, କବର ମଧ୍ୟ ରଖିପାରିଲା ନାହିଁ। ପ୍ରଭୁ, ତୁମେ ସ୍ୱଶକ୍ତିରେ ପ୍ରଭୁ ତୁମେ ଜୀବିତ ହେଲ, ପ୍ରଭୁ ପୁନରୁଦ୍ଧିତ ହେଲ। ଆଜି ସାରା ପୃଥିବୀ ମାନବ ଜାତି ଲୋକମାନେ ତୁମଠାରେ ବିଶ୍ୱାସ କରି ପ୍ରଭୁ ଚାଲନ୍ତି, ଯୀଶୁ ନାମରେ ଗୌରବ କରନ୍ତି ଏବଂ ସମସ୍ତ ପାପ କ୍ଷମା ପ୍ରାପ୍ତ ହୋଇ ସେମାନେ ପରିତ୍ରାଣ ପାଆନ୍ତି। ପ୍ରଭୁ, ତୁମେ ହିଁ ପଥ, ସତ୍ୟ, ଜୀବନ ଅଟ। ସେହିଦିନ ବର୍ତ୍ତମ ଅନ୍ଧଙ୍କୁ ପ୍ରଭୁ ତୁମେ ଦୃଷ୍ଟି ଶକ୍ତି ଦେଇଥିଲ। ପ୍ରଭୁ, ସେହିଦିନ ଆଉ ଜଣେ ଅନ୍ଧଙ୍କୁ ତୁମେ ଆଉ ମାଟି ଛେପ ନେଇ କାଦୁଅ କରି ତାହାଙ୍କ ଆଖିରେ ଲେପନ କରିଥିଲ ଏବଂ କହିଲେ, ଯାଅ ଶିଲୋହରେ ଧୋଇ ହୁଅ। ସେହି ସମୟରେ ପ୍ରଭୁ ସେ ଶିଲୋହରେ ଧୌତ ହେଲା। ପ୍ରଭୁ ସେହି ଶିଲୋହରେ ପ୍ରଭୁ ସେ ବାପ୍ତିଜିତ ହେଲା, ପରିତ୍ରାଣ ପାଇଲା, ଚକ୍ଷୁ ଉନ୍ମୁକ୍ତ ହେଲା। ଠିକ୍ ସେହିପରି ମୁଁ ନାନୀଙ୍କ ପାଇଁ ପ୍ରାର୍ଥନା କରୁଛି। ପ୍ରଭୁ, ଯଦି ତୁମ ଦୃଷ୍ଟିରେ ମୋ ଅନୁଗ୍ରହ ପ୍ରାପ୍ତ ହୋଇଅଛି, ତୁମେ ମୋତେ ଯଦି ସ୍ପର୍ଶ କରିଛ, ମୋତେ ତୁମେ ବାହୁରେ ଧରିଛ ପ୍ରଭୁ, ତାହେଲେ ତୁମେ ମୋର ପ୍ରାର୍ଥନା ଶୁଣ। ନାନୀଙ୍କର ଚକ୍ଷୁ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ପ୍ରାପ୍ତ ହଉ। ପ୍ରେରିତ ପାଉଲଙ୍କୁ ଯେପରି ପ୍ରଭୁ ହନନୀୟ ପ୍ରଭୁ ପ୍ରାର୍ଥନା କରିଥିଲେ, ପ୍ରଭୁ 3 ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇଥିଲେ, ସେହି ସମୟରେ ଆକାଶରୁ କାତି ପରି ଖସି ପଡ଼ିଲା ଏବଂ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲା, ବାପ୍ତିଜିତ ହେଲା, ତାର ଚକ୍ଷୁ ଉନ୍ମୁକ୍ତ ହେଲା। ଆଜି ନାନୀଙ୍କ ପାଇଁ ମଧ୍ୟ ମୁଁ ପ୍ରାର୍ଥନା କରୁଛି, ତାହା ତୁମେ କାର୍ଯ୍ୟ ସଫଳ କର। ତୁମେ ମହିମା ପାଅ, ଗୌରବ ପାଅ, ଯୁଗେ ଯୁଗେ ତୁମର ଇଚ୍ଛା ସଫଳ ହଉ। ମା କୁମାରୀ ମରିୟମ୍ମା, ପ୍ରଭୁଙ୍କ ଜନନୀ ତୁମେ, ଯେଉଁ ମା ତୁମେ ସାରା ପୃଥିବୀର ପରିତ୍ରାଣଦାତାଙ୍କୁ ଜନ୍ମ ଦେଇଥିଲ, ତୁମଠାରେ ମଧ୍ୟ ନିବେଦନ କରେ, ତୁମେ ଏଇ ମାଙ୍କ ନିମନ୍ତେ ଯୀଶୁଙ୍କଠାରେ ନିବେଦନ କରିଦେଇ ପ୍ରାର୍ଥନା ଭିକ୍ଷା ମାଗି ଦିଅନ୍ତୁ। ଦୃଷ୍ଟିଶକ୍ତି ପ୍ରାପ୍ତ ହଉ। ପ୍ରାର୍ଥନା ଶୁଣିଲ, ଉତ୍ତର ଦେଲ ବୋଲି ଗୌରବ, ସମ୍ଭ୍ରମ, ପୂଜା, ପ୍ରଶଂସା ତୁମେ ପାଉ ବୋଲି ପ୍ରିୟତମ ଯୀଶୁ ନାମ ଧରି ପ୍ରାର୍ଥନା ମାଗୁଛୁ। ଆମେନ୍।
জয় যিশু জয় জয় প্রভু পুনর্বার প্রার্থনা করুছি প্রভু সফির বাবু নিমন্ତେ ମୁଁ ପ୍ରାର୍ଥନା କରୁଛି ତୁମର ଜୀବନ୍ତ ବାକ୍ୟରେ ଲେଖା ଅଛି ଆମ୍ଭେ ବନ୍ଧୀଗଣ ମାନଙ୍କୁ ମୁକ୍ତ କରିବୁ। ସେହିଦିନ ପ୍ରେରିତ ପାଉଲ ଶିଲା ପ୍ରଭୁ ବନ୍ଦୀରେ ଥିଲେ। ମଧ୍ୟାହ୍ନ ରାତ୍ରି ସମୟରେ ସେମାନେ ପ୍ରାର୍ଥନା କରୁଥିଲେ, ତୁମ ସ୍ତବ ଗାନ କରୁଥିଲେ। ପ୍ରଭୁ ସେମାନଙ୍କ ପ୍ରାର୍ଥନା ନିବେଦନ ତୁମେ ଶୁଣିଲ ଏବଂ ବନ୍ଦୀ ଗୃହର ଦ୍ୱାର ଖୋଲିଦେଲ ପ୍ରଭୁ। ଠିକ ସେହିପରି ପ୍ରଭୁ ସେମାନଙ୍କ ଦ୍ୱାର ତୁମେ ଖୋଲିଦିଅ। ଆଜି ପୁଷ୍ପି ନାରୀ ପ୍ରଭୁ ପ୍ରାର୍ଥନା କରିଥିଲେ ଯେ ସ୍ୱପ୍ନ ଦ୍ୱାରା ସେ ଦର୍ଶନ ପ୍ରାପ୍ତ ହେଲେ ଯେ ଉର୍ଦ୍ଧ୍ୱ ଦୃଷ୍ଟିରୁ ଗୋଟେ ବାଣ ଫୁଟୁଛି, ଆକାଶରୁ ଗୋଟେ ବାଣ ଫୁଟୁଛି ଆଉ ଭୂଗର୍ଭ ମଧ୍ୟରେ ପହଞ୍ଚୁଛି, ପୃଥିବୀରେ ପଡୁଛି, ଏତେ ଉଜ୍ଜଳ ହଉଛି। ପ୍ରଭୁ ସେଥିରେ ମଧ୍ୟ ତାହାଙ୍କର ମୁକ୍ତିର ପଥ ତୁମେ ସେମାନେ ଖୋଲିଦେଲ ସଫିର ବାବୁଙ୍କର ଏବଂ ତାଙ୍କର ସହଯୋଗୀ ମାନଙ୍କର ଏବଂ ଲକି ବେଟାଙ୍କ ପାଇଁ ତାଙ୍କର ସହଯୋଗୀ ପାଇଁ ଏବଂ ପ୍ରଭୁ ତାହାଙ୍କୁ ମଧ୍ୟ ତୁମେ ମୁକ୍ତି ଦେଲ ଏବଂ ଜନମ ବାବୁ ତାଙ୍କର ସହଯୋଗୀ ପାଇଁ ମଧ୍ୟ ଆମେ ପ୍ରାର୍ଥନା ରଖିଛୁ, ତାହାଙ୍କୁ ମଧ୍ୟ ବନ୍ଦୀରୁ ମୁକ୍ତି ଦେଲ ବୋଲି ମୋର ବିଶ୍ୱାସ। ଆଜି ମୁଁ ତୁମର ଦାସ ପ୍ରଭୁ ଏହି ସ୍ଥାନରେ ଠିଆ ହୋଇ ତୁମଠାରେ ପ୍ରାର୍ଥନା କରୁଛି। ତୁମର ବାକ୍ୟ କୁହେ ଯେଉଁଠାରେ ମୋ ନାମରେ 2 ବା 3 ଜଣ ଏକତ୍ରିତ ହୋଇ ପ୍ରାର୍ଥନା କରିବେ ଆମ୍ଭେ ସେଠାରେ ଉପସ୍ଥିତ ଅଛୁ। ଆଉ ଯେଉଁ ସ୍ଥାନରେ ଠିଆ ହୋଇଅଛ ତା ପବିତ୍ର ଭୂମି ବୋଲି ମଶାଙ୍କୁ ତୁମେ ପ୍ରକାଶ କରିଥିଲ। ପ୍ରଭୁ ମୋ ମାମୁଁ ନାନୀ ଏବଂ ମୋର ଭଉଣୀମାନଙ୍କ ପାଇଁ ପ୍ରଭୁ ଏହି ମଣ୍ଡଳୀ ପାଇଁ ରୁବେନ ମଣ୍ଡଳୀ ପାଇଁ ଗୀତା ଝିଅଙ୍କ ମଣ୍ଡଳୀ ପାଇଁ ପ୍ରଭୁ ମୋତେ ଆହ୍ୱାନ କରି ଆଣିଅଛ। ଆଜିର ବାକ୍ୟରେ ଜ୍ଞାନରେ ବୁଦ୍ଧିରେ ମୋତେ ପରିପୂର୍ଣ୍ଣ କର ଆଉ ମୋର ଶରୀରକୁ ତୁମେ ହଜାଅ ଲୁଚାଅ, ମୋ ଆତ୍ମା ମଧ୍ୟ ତୁମେ ବାସ କର। ପ୍ରାର୍ଥନା ଶ୍ରବଣକାରୀ ଯୀଶୁ ତୁମେ ଏବଂ ମଣ୍ଡଳୀ ଯେପରି ଉଚ୍ଚକୀ ମଣ୍ଡଳୀ ହେବ ଏବଂ ବିକଶିତରେ ବଢ଼ିବ ଏହି ମୋର ପ୍ରାର୍ଥନା ଯୀଶୁ। ମୁଁ ଜଣେ ପାପୀ ଦାସ ପ୍ରଭୁ ମୋର ପରିବାର ବର୍ଗ ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ, ମୋର ପରିଜନ ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ, ମୋ ଖାରିଗୁଡ଼ା ମଉସା ମାଉସୀ ବନ୍ଧାଗୁଡ଼ା ମଉସା ମାଉସୀ ଏବଂ ଆଉ ଜନ୍ମର ମା ବାପା ପାଇଁ ମୋ ମଉସାଙ୍କ ପାଇଁ ମୁଁ ପ୍ରାର୍ଥନା କରେ, ମୋ ମା ଏବଂ ମୋ ଭାଇମାନଙ୍କ ପାଇଁ ମଧ୍ୟ ମୁଁ ପ୍ରାର୍ଥନା କରେ ଏବଂ ମୋର ବଡ଼ ଭାଇ ରାଜାର ପରିବାରଙ୍କ ମଧ୍ୟ ପାଇଁ ପ୍ରାର୍ଥନା କରେ, ସେ ବାପି ବେଟା ପାଇଁ ମଧ୍ୟ ପ୍ରାର୍ଥନା କରେ। ପ୍ରଭୁ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରନ୍ତି ମୁଁ ମଧ୍ୟ ସେମାନଙ୍କ ପାଇଁ ପ୍ରାର୍ଥନା କରେ ଏବଂ ପ୍ରଭୁ ସକଳ ପରିବାର ମୋର 6ଟା ଝିଅ କନ୍ୟା ଏବଂ ମୋ ନାତୁଣୀ ପାଇଁ ମୋ ଭାର୍ଯ୍ୟା ପାଇଁ ମଧ୍ୟ ପ୍ରାର୍ଥନା କରେ। ପ୍ରଭୁ ସେମାନଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର ଆଜିର ପବିତ୍ର ଦିନରେ। ମୋ ମାମୁଁ ନାନୀ ମୋ ଭଉଣୀମାନଙ୍କୁ ତୁମର ପବିତ୍ର ପାଦ ତଳେ ପ୍ରଭୁ ସମର୍ପିତ କରେ। ପ୍ରଭୁ ତୁମେ ମୋର ପ୍ରାର୍ଥନା ଶୁଣୁଛ, କାରଣ ସେଦିନ ବନ୍ଦୀ ଗୃହରେ ପ୍ରାର୍ଥନା ଶୁଣିଥିଲ, ଆଜି ମଧ୍ୟ ତୁମେ ଶୁଣିଛ ବୋଲି ମୁଁ ତୁମକୁ ଧନ୍ୟବାଦ। ତେଣୁ ବାକ୍ୟରେ ଲେଖା ଅଛି ଗୀତ ସଂହିତା 128 ପଦରେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ଏବଂ ତାହାଙ୍କ ପଥରେ ଚାଲନ୍ତି ସେମାନେ ପ୍ରତ୍ୟେକ ଲୋକ ଧନ୍ୟ ହେବେ, ସେମାନେ ନିଜର ହସ୍ତକୃତ କର୍ମର ଫଳ ଭୋଜନ କରିବେ। ଗୀତ ସଂହିତା 23 ଅଧ୍ୟାୟର 1-2 ଲେଖା ଅଛି ସଦାପ୍ରଭୁ ଆମ୍ଭର ପ୍ରତିପାଳକ, ଆମ୍ଭର କେବେ ବି ଅଭାବ ହେବାକୁ ସେ ଦେବେ ନାହିଁ, ସେ କମଳ ପୁନଃ ସ୍ଥାନରେ ଆମକୁ କଢ଼ାଇ। ପ୍ରଭୁ ଏହି ପଠିତ ବାକ୍ୟରେ ଆଶୀର୍ବାଦ କର ଏବଂ ତୁମର ଜୀବନ୍ତ ବାକ୍ୟରେ ଅନୁଗ୍ରହ କର, ଆମ ପ୍ରତି କୃପା ଦୃଷ୍ଟିପାତ କରି ଅନୁଗ୍ରହ ଢାଳି ଦିଅ। ତେଣୁ ତୁମେ ଆଦ୍ୟ ବୃଷ୍ଟି ଠାରୁ ଶେଷ ବୃଷ୍ଟି ପର୍ଯ୍ୟନ୍ତ ତୁମରି ଆଶୀର୍ବାଦ ଏହି ଗୃହ ମଧ୍ୟରେ ରହୁ, ପବିତ୍ର ଗୃହ ରହୁ, ଏହି ଗୃହକୁ ଉଜ୍ଜଳ କର। ଆମେନ୍ ଆମେନ୍। ପିତା ପୁତ୍ର ଜୟ ଯୀଶୁ। ନାନୀ ନାନୀ ତମେ ମୋତେ ଝାଡ଼ କର ନାହିଁ ନାନୀ, ଆମେ ଝାଡ଼ କରିବୁ ତୁମର ଆଶୀର୍ବାଦ। ମୋ ଛୁଇଁ ବିନା ସହତ ହେଇଛି। ହଉ ଧନ୍ୟବାଦ ପ୍ରଭୁ ଆଶୀର୍ବାଦ କରୁ। ତୁ ଯିବା ପଥ ଆସିବା ପଥ ମନେ ପ୍ରଭୁ ସାହା ହଉ ବାପା। ଧନ୍ୟବାଦ ବାପା। ଥ୍ୟାଙ୍କ ୟୁ ପ୍ରଭୁ ଆଶୀର୍ବାଦ କରୁ ମୋ ମାମୁଁକୁ।